ଜୟ ଜଗନ୍ନାଥ ଏସ୍.ଟି ଫ୍ୟାମିଲି। ଆପଣମାନେ ତ ଜାଣିଛନ୍ତି ଗେଲି 4-5 ଦିନ ହେଲାଣି କେମିତି ଆଗକୁ ଝୁଙ୍କିକି ହିଁ ବସିକି ରହୁଛି, ଶୋଇ ହିଁ ପାରୁନି। କିନ୍ତୁ ସଡନ୍ ସେମାନେ ବସିକି ଏମିତି ଶୋଇଥିଲା, ଉଠିକି ଏମିତି ଡାହାଣ ପଟକୁ ଏମିତି ତକିଆକୁ ଫୋଲ୍ଡ କରିଦେଇକି ଟିକେ ସମୟ ଶୋଇପଡ଼ିଲା। ମୁଁ ଏମିତି ଦେଖୁଛି, ସେ ଯେମିତି ଟିକେ ଅଧିକ ଟାଇମ୍ ଶୋଇଗଲା ତ ମୋତେ ଫିଲ୍ ହେଲା ଯେମିତି ଟିକେ ଭଲ ହେଇଗଲାଣି ଗେଲି। ଏକ୍ଜାକ୍ଟଲି ସେମ୍ କଥା, ସେ ଉଠିଲା ପରେ ହିଁ ସଡନ୍ ଉଠିକି କହୁଛି ଗେଲୁ ମୋତେ କାହିଁ ଟିକେ ଭଲ ଲାଗିଲାଣି, ମୋ ନିଶ୍ୱାସ ଟିକେ ଏବେ ନେଇପାରୁଛି ଟିକେ ଭଲସେ। ସ୍ପାଇନାଲ୍ କର୍ଡ଼ଟା କେମିତି ଫୁଲିକି ପୁରା ହେଇଛି ଏଇ ଜାଗାଟା। କେବଳ ବସିକି କାଶିକା ମାନେ ଏମିତି ନହିଁକି କେବଳ କାଶି ଚାଲିବୁ କଣ୍ଟିନ୍ୟୁଅସ୍, ସେଇଟା ବହୁତ ପ୍ରେସର୍ ପକେଇଲା ଏଥର। ବହୁତ ଭଲ ଲାଗୁଛି, ଗେଲି ମୋର ଏବେ ଟିକେ ଭଲ ହେଇଗଲାଣି। ଆଉ କେମିତି ଖାଲି ହସୁଛି ମୁରୁକି ଟିକେ, ବେଶୀ ହସନା। ଗୁଗୁଲ ହଉଛି ଖାଲି। ଯେତେ ଯାହା ହେଇଗଲେ ବି ଥଣ୍ଡା ତା ଦେହରେ ରହୁଛି, କାହିଁକିନା 24 ଘଣ୍ଟା ସେ ଗୋଟେ ଘର ଭିତରେ ହିଁ ରହୁଛି। ଏବେ ତ ଯାହା ବି ମାନେ ସିଚୁଏସନ୍ ଏବେ ହଉଛି, ପ୍ରାୟ ସମସ୍ତଙ୍କୁ, ଆମେ ମାନେ ନର୍ମାଲ ଲୋକ ସମସ୍ତଙ୍କୁ ଥଣ୍ଡା ଜ୍ୱର କାଶ ସବୁ କିଛି ଏବେ ଧରୁଛି। ତ ଆପଣମାନେ ବି ସେଫ୍ ରୁହନ୍ତୁ। ବାସ୍ ଭଗବାନଙ୍କ ପାଖରେ ପ୍ରାର୍ଥନା, ମାନେ ମାସେ ଦେଢ଼ ମାସ ପାଖାପାଖି ଏଠି ହେଇଗଲାଣି, କଷ୍ଟ ପାଇଲାଣି ଗେଲି। ଠାକୁରଙ୍କ ପାଖରେ ବାସ୍ ଏତିକି ପ୍ରାର୍ଥନା, ଆଉ ବିଲକୁଲ ବି କଷ୍ଟ ନ ପାଉ। ଯେମିତି ଆଗରୁ ଆପଣମାନେ ଆମକୁ ହସ ଖୁସିରେ ଚାରିଆଡ଼େ ବୁଲୁଥିବାର ଦେଖୁଥିଲେ, ଯେମିତି ବହୁତ ମଜାମସ୍ତି କରୁଥିବାର ଦେଖୁଥିଲେ, ତ ସେମିତି ହିଁ ଆମେ ପୁଣି ଖୁସି ହଉ। ବାସ୍ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛୁ। ବହୁତ ଡରି ଯାଉଛି ମୁଁ, ବେଳେବେଳେ ଏମିତି ସଡନ୍ ଦେହ ଖରାପ ହେଇଯାଉଛି। ଆପଣମାନେ ଲକ୍ଷ୍ୟ ବି କରୁଥିବେ, ସଡନ୍ ଦେହଟା ଖରାପ ହେଇଯାଉଛି, ପୁଣି ଏମିତି ଯେମିତି ଭଲ ହେଇଗଲା ସେମିତି ସଡନ୍ ହିଁ ଭଲ ହେଇଯାଉଛି। ଟିକେ ହସେଇବି ତତେ। ଗେଲି ପାଖରେ ପାଣିକୁ ରଖିକି ତା ମୁଣ୍ଡ ପାଖରେ ବସିକି ହନୁମାନ ଚାଳିଶା ପାଠ କଲି। ଆଉ ସେ ପାଣିକୁ ତାକୁ ପିଇବାକୁ ଦେଲି ବାରମ୍ବାର। ଯାହା ହଉ ଠାକୁରଙ୍କ ଦୟାରୁ, ଠାକୁରଙ୍କ ଆଶୀର୍ବାଦରୁ ଗେଲି ମୋ ଶୀଘ୍ର ଭଲ ହେଇଗଲା। ଆପଣମାନେ ବି ବହୁତ ପ୍ରାର୍ଥନା କରିଛନ୍ତି ଗେଲି ପାଇଁ। ଆପଣମାନେ ବି ବିଲକୁଲ ବି ମନ ଦୁଃଖ କରନ୍ତୁନି, ଗେଲି ମୋର ଶୀଘ୍ର ଭଲ ହେଇଯିବ। ଆଉ ସେମିତି ହସିବ ଯେମିତି ଆପଣମାନେ ବି ବହୁତ ଇଚ୍ଛା କରୁଛନ୍ତି ନା ଗେଲିକୁ ଦେଖିବାକୁ ହସିବାକୁ, ସେମିତି ହସ ଖୁସିର କ୍ୟୁଟ୍ ଗେଲିଟା ମୋର। ବହୁତ ଛୋଟ ପିଲା ଭଳି କଥା ହୁଏ, ବହୁତ ଗେଲେଇ ମୋର ଗେଲେଇ କଥା ହୁଏ, ବହୁତ ଭଲ ଲାଗେ। ଆଉ ଆପଣମାନଙ୍କୁ ବି ଭଲ ଲାଗେ ମୁଁ ଜାଣିଛି, ତ ଆପଣମାନେ ବି ନିଶ୍ଚିତ ବହୁତ ଶୀଘ୍ର ଗେଲିକୁ ସେମିତି ସୁସ୍ଥ ପୁରା ଭଲସେ ଦେଖିବେ ହସ ଖୁସିରେ। ଠାକୁରଙ୍କ ପାଖରେ ବହୁତ ସାରା ମାନସିକ କରିଛି, ଗେଲି ମୋର ଶୀଘ୍ର ଭଲ ହେଇଯାଉ। ଯେମିତି ହେଇଗଲେ ବହୁତ ସାରା ପୂଜା କରିବାର ଅଛି, ବହୁତ ଠାକୁରଙ୍କ ପାଖକୁ ଯିବାର ଅଛି, ଯେମିତି ଆମେ 2 ଜଣ ଯାଇପାରୁ। ବାସ୍ ଗେଲି ଟିକେ ଯିବା ଭଳି ସିଚୁଏସନ୍କୁ ଆସିଯାଉ, ତ ଆମେ ବହୁତ ସାରା ଠାକୁରଙ୍କ ପାଖକୁ ଯିବା।